এই ପାରଳାଖେମୁଣ୍ଡିରେ ଆମର ବାର୍ଷିକ ଉତ୍ସବ ବହୁ ଆନନ୍ଦର ସହିତ ଆଡ଼ମ୍ବର ସହିତ ଆଉ ଠାକୁରଙ୍କର ପୂଜା କରାଗଲା। ଆଉ ଭାଇ ଆମର ଏଇ ସଂଘର ଯେଉଁ ଭାଇମାନେ ଅଛନ୍ତି ଭାଇମାନଙ୍କର ଅବଦାନ ବହୁତ, ଏମାନଙ୍କର ଏକତା ଏକ ପ୍ରାଣତା ସେଇ ଚଳୁଛି। ଏମିତି ସଂସାରରେ ଯଦି ସମସ୍ତେ ଏକ ପ୍ରାଣତା ହେଇଥିବେ, ଏକ ପିତାର ସନ୍ତାନ ପରି ଚାଲିବେ, ଏହି ସଂସାର ବି ସ୍ୱର୍ଗରେ ପରିଣତ ହେଇଯିବ। ଏକ ପିତାର ସନ୍ତାନ ମିଳାଏ ପ୍ରାଣ ପ୍ରାଣ। ସମସ୍ତେ ଯଦି ଆମେ এই ସଂସାରରେ ପୃଥିବୀରେ ଖାଇକି ସମସ୍ତେ ହୃଦୟ ସହିତ ମାନବିକତା ରକ୍ଷା କରି ହୃଦୟ ସହିତ ହୃଦୟ ମିଳାଇ ପାରିବା, ତାହେଲେ ଆମ এই ପ୍ରଥାପ এই ସୃଷ୍ଟି এই ସ୍ୱର୍ଗରେ ପରିଣତ ହୋଇପାରିବ। ଆଜି କଣ କଣ କାର୍ଯ୍ୟକ୍ରମ? ଆଜି ଆମର କାର୍ଯ୍ୟକ୍ରମ ଥିଲା ସକାଳୁ ଠାକୁରଙ୍କର ପ୍ରାର୍ଥନା, ତାପରେ ଆରତି କରାଗଲା, ତାପରେ ସ୍ତୋତ୍ର ବନ୍ଦନା କରାଗଲା, ତାପରେ ଠାକୁରଙ୍କ ବିଷୟରେ ଆଲୋଚନା କରାଗଲା। ଗୁରୁ କିପରି ଭାବରେ ଭଗବାନଙ୍କୁ ଗୁରୁ ଶ୍ରେଷ୍ଠ এই ବିଷୟ ବୁଝାଇଥିଲୁ। ପ୍ରଥମେ ଯେ ସୃଷ୍ଟି ହେଲା, ପ୍ରଥମ ବ୍ରହ୍ମଙ୍କର ପ୍ରଥମ ବିକାଶ ଗୁରୁ, ସେ ଗୁରୁ ହୋଇଥିଲେ। ସେ ଗୁରୁ ହୋଇଥିଲେ ଭାବିଲେ ଯେ ମୁଁ ଥରେ ମର୍ତ୍ତ୍ୟକୁ ଗଲେ ଲୋକମାନେ ସବୁ ମାନବମାନେ ସବୁ ମାୟାରେ ପଡ଼ିବେ, ମୁଁ ପ୍ରଥମେ ଗୁରୁ ହୋଇକି ରହିବି। ଗୁରୁ ହେଲା ପରେ ସେ ସବୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସାଜିଥିଲେ। ଆଉ ଲୋକମାନଙ୍କୁ ମୁକ୍ତି ଦେବା ପାଇଁ ନିଜେ ଗୁରୁ ହୋଇକି ରହିଥିଲେ। ଆଉ ଯେତେବେଳେ ଅବତାର ମାନେ ଆସନ୍ତି ସମସ୍ତେ ପାଇଁ ଆସନ୍ତି, କିନ୍ତୁ ଗୁରୁ ଆସିଲେ ବ୍ୟଷ୍ଟି ପାଇଁ ଆସନ୍ତି, ବ୍ୟଷ୍ଟିକୁ ଉଦ୍ଧାର କରିନାହାନ୍ତି। ତେଣୁ ତୁଳସୀଦାସ ମହାରାଜ କହିଛନ୍ତି, ଗୁରୁ ବିନୁ ଭବନତି ତରଇ ନ କୋହି, ଯୋଉ ଶଙ୍କର ବିରତି ସମ ହୋଇ। ତେଣୁ ଏ କଥା କହିଛନ୍ତି। ଆଉ ଭଗବାନ ବି ଉଦ୍ଧବକୁ କହିଛନ୍ତି, ଉଦ୍ଧବ ଭଗବାନ କହିଛନ୍ତି, ପ୍ରଥମସ୍ତୁ ଗୁରୁ ପୂଜ୍ୟମ୍ ତତଶ୍ଚୈବ ମମାର୍ଚ୍ଚନଂ କୁର୍ବନ୍ନଂ ସିଦ୍ଧି ମମାପ୍ନୋତି ଅନ୍ୟଥା ବିଫଳଂ ଭବେତ୍। 58ତମ ବାର୍ଷିକ ଉତ୍ସବ ଆଜି ଶାଖା ସଂଘର ପାରଳାଖେମୁଣ୍ଡି ଶାଖା ସଂଘର ବ୍ରହ୍ମପୁର ଆଉ ଲେଞ୍ଜିଆ ବଡ଼ ଖାତା ଯେଉଁ ବିଭିନ୍ନ ଭାଇମାନେ ଆସିଥିଲେ, ଯୋଗ ଦେଇଥିଲେ। ବହୁତ ସୁରୁଖୁରୁରେ ଠାକୁରଙ୍କର ସେବା ଆରତୀ ପୂଜା ଦୁଇଟା ଅଧିବେଶନ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା। ଭଲ ଆନନ୍ଦ ଉତ୍ସବରେ ଆଜି ଉତ୍ସବ ପାଳିତ ହେଲା। ସକାଳୁ କ'ଣ କ'ଣ କାର୍ଯ୍ୟକ୍ରମ ହେଇଛି? ସକାଳେ ଆମର ପ୍ରଥମ ଦିବସରେ ଆରତୀ, ତାପରେ ପ୍ରାର୍ଥନା ସଭା ହେଇଥିଲା। ସେଥିରେ ଆମର ନୀଳାଚଳ ସରସ୍ୱତୀ ସଂଘର କେନ୍ଦ୍ର ପ୍ରତିନିଧି ଭାବରେ ଆମର ବ୍ରହ୍ମପୁର ଆଞ୍ଚଳିକ ସଂଘର ସଭାପତି ଶ୍ରୀନିବାସ ଭାଇ ଆସି ଯୋଗ ଦେଇଥିଲେ। ଆଉ 8ଟା ବେଳକୁ ପୂଜା ସରିଲା ଏବଂ ଦ୍ୱିତୀୟ ଅଧିବେଶନ ବାଲ୍ୟ ଭୋଗ ପରେ ବାଲ୍ୟ ପ୍ରସାଦ ମାନେ ପରେ ଦ୍ୱିତୀୟ ଅଧିବେଶନ 9ଟା ବେଳକୁ ଆରମ୍ଭ ହୋଇଥିଲା ଏବଂ ପ୍ରତିକ୍ରିୟା ଗାନ ଆବାହନ ଗାନ ପରେ ଠାକୁରଙ୍କର ଆସନ ଉନ୍ମୋଚିତ ହୋଇ ଠାକୁରଙ୍କର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ହୋଇଥିଲା। ସେଠିରେ ନିଗମ ଉପଦେଶ, ସଚିଚରିତ୍ରମାଳା ଏବଂ ଅନ୍ୟାନ୍ୟ କୀର୍ତ୍ତନକାରୀଙ୍କ ପ୍ରତି ସଂଘ ବିଷୟ ଭାବରେ ଆମର ପ୍ରତିନିଧି ବୁଝାଇଥିଲେ ଏବଂ ମଧ୍ୟ ମଧ୍ୟେ ସଙ୍ଗୀତ ଗାନ ହେଇଥିଲା, ଭାବ ବିନୟ ହେଇଥିଲା। ଭାବ ବିନୟରେ ଆମର ପାରଳାଖେମୁଣ୍ଡି ସଂଘରୁ ସୁରେଶ ଚନ୍ଦ୍ର ଆଚାର୍ଯ୍ୟ ଭାଇ, ବ୍ରହ୍ମପୁର ସଂଘରୁ ଜଗଦୀଶ ପଣ୍ଡା ଭାଇ ଓ ଲାଞ୍ଜିଆ ସଂଘରୁ ଗଣେଶ ଭାଇ ଆଉ ମାଆମାନଙ୍କ ଭିତରେ ବ୍ରହ୍ମପୁର ଶାଖା ସଂଘର ନଳିନୀ ମା ଭାବ ବିନୟ କରିଥିଲେ ଏବଂ ଭାବ ବିନୟ ପରେ ତ୍ରୁଟି ବିଚ୍ୟୁତି ପାଇଁ କ୍ଷମା ପ୍ରଦାନ କଲା ପରେ ବର ପୂଜା ନିମନ୍ତ୍ରଣ ପରେ ସଂଘ ସାଙ୍ଗ ହୋଇଥିଲା ଏବଂ ପ୍ରାୟ 100-150 ଭକ୍ତ ମା ଓ ଭାଇମାନେ ଏବଂ ଦର୍ଶକ ଏଠି ପ୍ରସାଦ ପାଇ ଦର୍ଶନ କରିଥିଲେ। ଆଜ୍ଞା, ଆପଣ ପରିଚୟଟା? ମୋ ନାଁ ଜଗଦୀଶ ଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଆମ ଘର। ନିଗମ ସଂଘର ଆମେ ଅନୁଗତ। ସାର୍ କ'ଣ କହିବେ ଆଜି ଠାକୁରଙ୍କର ଯେଉଁ 58ତମ ବାର୍ଷିକ ଉତ୍ସବରେ ଆମେ ଠାକୁରଙ୍କ କୃପାରୁ ଆଉ ଏ ପାରଳାଖେମୁଣ୍ଡି ସଂଘରେ ଯୋଗ ଦେଇଥିଲୁ। ଆଉ ବର୍ତ୍ତମାନ ସବୁ ସଂଘ ସବୁ ସରିଲା। ଆଉ ଉତ୍ସବଟା ବହୁତ ସାଫଲ୍ୟମଣ୍ଡିତ ହୋଇଥିଲା। ଆମର
केन्द्र प्रतिनिधि भाव श्रीनिवास भाई जोग देते से सभा परिचालना करते आलोचना बहुत आनंददायक एवं चित्ताकर्षक थिला आ समस्त अनुप्राणित हेले जहाँ जहाँ सब सन्देह थिला बा किसी ये थिला भाई सहित कथबार्ता कर सन्देह मोचन करते पार्लामेंट संघर जो स्थानीय भाई मैंने बहुत अवदान एवं साहाय्य सेवा भक्त मान बाहर जो भाई मैंने आसते अकुंठित भाव में सेवा प्रदान करते सफलटी उत्सव सब सफल होता आपन परिचयटा ठाकुर गीता कुमारी पट्टनायक पारालाखंडी निवासी पाणीपद साई आश्रम होती से आश्रम वार्षिक उत्सव आसन प्रतिष्ठा प्राय 58 वर्ष है बर्तमान वार्षिक उत्सव पालन हो ठाकुर आशीर्वाद चलती आज शुभ दिन किसी कहला सुजोग मिलू सब धन्यवाद सर्वश्रेष्ठ से गुरु इष्ट सब सी आम ठाकुर परिवार ठाकुर आश्रित होली जो धन्य मन कर आम दुखे सुखे सब रही विश्वास आम अच्छे ठाकुर बारे गोटे भजन तेरे एभली किसी गुरुत्वपूर्ण खबर देखा चाहती आम चैनल को लाइक सब्सक्राइब और शेयर करो।